ମୁଁ ପୁରା ଜଣେ ଗଭର୍ଣ୍ଣମେଣ୍ଟ ଟିଚର। ମ୍ୟାଡ଼ାମ ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆପଣ ଆସିଛନ୍ତି ମହାବୀର ଜୁଏଲର୍ସ କିଛି ସୁନା କିଣିବା ପାଇଁ। କଣ ଗହଣା କିଣିଲେ? ହଁ କିଣିଲୁ, ଗୋଟେ ଶଙ୍ଖା ପଲା କିଣିଲୁ, ଝୁଣ୍ଟିଆ ହଳେ କିଣିଲୁ। ଆଜି ମ୍ୟାଡ଼ାମ ଖାସ୍ କରି କାଇଁ କିଣିଲେ ଅକ୍ଷୟ ତୃତୀୟାରେ? ଅକ୍ଷୟ ତୃତୀୟାରେ କିଣିଲେ କୁହନ୍ତି ଧନ ବୃଦ୍ଧି ହୁଏ, ଲକ୍ଷ୍ମୀ ଘରକୁ ଆସନ୍ତି, ସେଥିପାଇଁ କିଣିବାକୁ ଇଚ୍ଛା ତେଣୁ ଆସିଲୁ। କିନ୍ତୁ ରେଟ୍ ଟିକେ ଅଧିକା ଅଛି, କିନ୍ତୁ ଆଙ୍କର ତ ଯୋଉ ଭଳିଆ ବ୍ୟବହାର, ଯେ ନ କିଣିବା ଲୋକ ହିଁ ସେ କିଣିବ। ଏତେ ସୁନ୍ଦର ବ୍ୟବହାର ତାଙ୍କର, ପଇସା ନଥିଲେ ମନକୁ କିଣିବ। ତାଙ୍କର ଏତିକି ବ୍ୟବହାର, ତେଣୁ ତାଙ୍କର ବହୁତ ଲୋକ ସମ୍ପର୍କ ବି ବହୁତ ଭଲ। ତେଣୁ ଆମର 8 ନମ୍ବର ଘର, କିନ୍ତୁ ଆମେ ଏଇଠିକି ଆସୁ କିଣିବାକୁ। ମ୍ୟାଡ଼ାମ ଆଉ ଗୋଟେ କଥା ଦେଖିବା, ବିଗତ ବର୍ଷ ଦେଖିବା ସୁନା ରେଟ୍ ସବୁବେଳେ ବଢୁଛି, ଦିନକୁ ଦିନ ଅପଡାଉନ ମଧ୍ୟ ହଉଛି। ସୁନା ରେଟ୍ ଅନୁସାରେ ଟିକେ ମଧ୍ୟବିତ୍ତ ଲୋକ ସୁନା କିଣିବା ପାଇଁ ଟିକେ ପଛ ଘୁଞ୍ଚା ଦିଅନ୍ତି। ଆଉ ପଛ ପ୍ରକୃତରେ ଯେ ଟିକେ କିଣିବାକୁ ଟିକେ ମନ ତ ପଛକୁ ଯାଉଛି, ସେଇ ତଥାପି ଦରକାର ହେଲା ବେଳେ ତ ବାଧ୍ୟ ବାହାଘର ଫାଘରରେ କିଣିବାକୁ ପଡୁଛି। ଆଉ ମାଇଣ୍ଡ ମେକଅପ୍ ସେଇ ଅନୁଯାୟୀ ହେଇଗଲାଣି। କିନ୍ତୁ ଏବେ ସେତେବେଳେ ଏବେ 2 ଗ୍ରାମର ଟା ବି ପସନ୍ଦ ଲାଗୁଛି, 4 ଗ୍ରାମ ଭଳିଆ ଲାଗୁଛି, କିଣିଲା ବେଳକୁ ପସନ୍ଦ ଲାଗୁଛି। ଦବାକୁ ଭଲ ଅଛି, ଦୋକାନରେ ବି ଭଲ ରଖିଛନ୍ତି, ମାନେ ଦବା ନବା ପାଇଁ ବହୁତ ବଢିଆ, ପସନ୍ଦ ବି ହଉଛି। ଏଇଆ ଟିକେ ପଜିଟିଭ, ଦୋକାନ ଟା ପୁରା ଭାରି ପଜିଟିଭ କିନ୍ତୁ। Thank you.